ରାୟଗଡ଼ାର ଡଙ୍ଗର ଓ ଜଙ୍ଗଲରେ ଏବେ ମହ ମହ ମହୁଲ ଫୁଲର ବାସ୍ନା। ମହୁଲ ଆଦିବାସୀ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏକ ଅପାସରା ନା। ମହୁଲି ମଦ ପାଇଁ ମହୁଲ ବଦନାମ ଯେତିକି, ତାର ପୂଜା ପର୍ବ ପରମ୍ପରାରେ, ବିଶେଷ କରି ଏ ଆଦିବାସୀ ମାଟିର ଜନଜୀବନରେ ମହୁଲ ଓ ମହୁଲିର ଆଦର ରହିଛି। ଆସନ୍ତୁ ଦେଖିବା ପିଣ୍ଡାପଦର ଗ୍ରାମରେ କେମିତି ଲୋକମାନେ ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଏ ମହୁଲ ଗଛରୁ। ବର୍ଷା ଦିନ କାକର ପାଣି ଠପ୍ ଠପ୍ ପଡ଼ିଲା ଭଳିଆ ଦେଖନ୍ତୁ ମହୁଲ ଫୁଲ ଗୁଡ଼ା କେମିତି ଗୋଟେ 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 ପଡ଼ୁଛି। ଏ ମହୁଲ ଫୁଲ, ଏ ଗୋଟା ହେଇଥିବା ମହୁଲ ଫୁଲ, ଆଉ ଇଏ ସବୁ ଗଛରୁ ଝଡ଼ିଥିବା ମହୁଲ ସବୁ। ସୁନ୍ଦର ମହୁଲ, ପ୍ରକୃତିର ଏକ ବିଶେଷ ଉପହାର ଏଇ ମାଟିର ମଣିଷମାନଙ୍କ ପାଇଁ। ଏଇ ଗାଁ ଗଣ୍ଡା ପୁରପଲ୍ଲୀର ସମସ୍ତ ମେହନତୀ ଲୋକଙ୍କୁ ମହୁଲ ଫୁଲ ଦିଏ ମହ ମହ ଫୁଲର ବାସ୍ନା ସହିତ ଜୀବନ ବଞ୍ଚିବାର ଭିନ୍ନ ଏକ ଆନନ୍ଦ ଏବଂ ନିଶ୍ଚିତ ଭାବରେ ଏକ ରୋଜଗାରର ପନ୍ଥା। ମହୁଲ ବିକି ବେଶ 2 ପଇସା ଆଦାୟ କରନ୍ତି ଗାଁ ଗଣ୍ଡାର ଲୋକମାନେ ଏହି ମହୁଲ ଋତୁରେ।